ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ। ଆମ ଧାନ କେମିତି ହେଇଛି ଆମେ ଦେଖେଇବୁ। ମୁଁ ଆଗରୁ ଜାଣିପାରୁନଥିଲି, ଭାଗକୁ ଦେଇ ଦେଉଥିଲି, ଆଉ ଧାନ ଯେତିକି ଦେଉଥିଲେ ମୋ ମନକୁ ଯାଉନଥିଲା। ମୋ ହାତରେ 2 ବର୍ଷ ହେଲାଣି କଲିଣି, ମନକୁ ଯାଉଛି। ପୁରା ବଢ଼ିଆ ଧାନ ହେଇଛି, ଦେଖିବେ। ଦେଖନ୍ତୁ ଧାନ ହେଇଛି ନା, ଧାନ ମନ ଭରି ଯାଉଛି। ଯିବା ପାଇଁ ମନକୁ ପୁରୁନି କେଉଁଠିକି। ଆଉ ଦେଖନ୍ତୁ ଭାଇ ଯାଉଛନ୍ତି ଆଗରୁ ଠେଙ୍ଗା ନେଇକି। କେଉଁଠି ବିଲ ହିରରେ ସାପ ଫାପ ଶୋଇଥିବ, ସେଥିଲାଗି ଠେଙ୍ଗାଟା ଗୋଟେ ନେଇକି ଆମେ ଚାଲିଛୁ ବିଲ ଦେଖିବା ପାଇଁ। ଆମ ଲକ୍ଷ୍ମୀ ମାଆଙ୍କୁ ଦେଖିବା ପାଇଁ ଯାଉଛୁ। ଏଇଟା ହେଉଛି ମୋର ପାଟନାଳୀ ପୋଲ ଧିଅରେ ଆମେ ଚାଲିଛୁ। ପୋଲ ଧିଅରେ ଏଇ ବିରି ସବୁ ପକାଇଛନ୍ତି, ଅଟା ବିରି ସବୁ ବଢ଼ିଆ ବିରି ହେଇଛି ନା। ବିରି କେଡ଼େ ସୁନ୍ଦର ବିରି ହେଇଛି। ଆମର ଆର ବର୍ଷକୁ ପକାଇଦେବା ଆଉ। ତୋଟା ଆମ ବହୁତ ଅଳିଆ ହେଇଛି। ଦେଖନ୍ତୁ ଆମର 10 ଗୁଣ୍ଠିଆ ବିଲ, ଯେମିତି ଧାନରେ ଯେଉଁ କହନ୍ତିନି ନେଳିଆ ନେଳିଆ ଘା ଯେମିତି ହେଇଯାଏ, ସେହିସବୁ ଘା ହେଇଯାଇଛି। ଆଉ ଧାନଟା ମୋର ବଡ଼ ବିଲଟା ବହୁତ ଖରାପ ହେଇଛି। ଦେଖନ୍ତୁ ଧାନ ଭଲ ହେଇଛି, ଘା ସବୁ ହେଇକିନି ବହୁତ ଖରାପ ହେଇଯାଇଛି। ଧାନ ସବୁ ଖରାପ ହେଇଯାଇଛି। ଏଇଟା ହେଉଛି ମୋ ବଡ଼ ବିଲଟା, ପାଦରେ ଧାନ ହିଁ ପାଏ। ଆଉ ଏଠି ଆମ ଘର ପାଖରେ ଜଣଙ୍କ ବିଲ, ପୁରା କଞ୍ଚା ଧାନ ଅଛି। ଲକ୍ଷ୍ମୀ ମାଆ ହସୁଛନ୍ତି। ବହୁତ ଖୁସି ଲାଗୁଛି ଯେ ଧାନ କିଆରିକି ଆସିକି ଆମେ ବହୁତ ଖୁସି ଲାଗୁଛି।